ବନ୍ଧୁଗଣ ଆସନ୍ତୁ ଶୁଣିବା କବିତା କଳା ଅମାବାସ୍ୟା ରାତ୍ରିର ମଲାତାରା। ବିଶ୍ୱାସର ହସ୍ତଗଣ୍ଠିର ବନ୍ଧନରେ ଆମେ ଦୁହେଁ ହୋଇଥିଲେ ବାନ୍ଧି। ବିଶ୍ୱାସର ହସ୍ତଗଣ୍ଠିର ବନ୍ଧନରେ ଆମେ ଦୁହେଁ ହୋଇଥିଲେ ବାନ୍ଧି। 7 ଜନ୍ମର ସମ୍ପର୍କ ମିଳିଗଲା ଯେମିତି, ପ୍ରଥମେ ପ୍ରଥମେ ଲାଗୁଥିଲା ସେମିତି। ଧୀରେ ଧୀରେ ସମୟ ଗଡ଼ିବାକୁ ଲାଗିଲା, ପ୍ରୀତିର ସ୍ପର୍ଶ କେବେ କଣ୍ଟକିତ ଯନ୍ତ୍ରଣା ଦେଲା। ମତୁଆଲା ଚାହାଣୀରେ ଥିଲା ପରା ବିଷ, ସେ ବିଷର ପ୍ରକୋପରେ ଆମେ ଦୁହେଁ ହୋଇଗଲେ ପୋଡ଼ି ଜଳି ପାଉଁଶ, ହୋଇଗଲେ ପୋଡ଼ି ଜଳି ପାଉଁଶ। କାହିଁକି ଏମିତି ହୁଏ? ଦୁଇଟି ହୃଦୟ ଗୋଟିଏ ମନ ଧୀରେ ଧୀରେ ମରିଯାଏ କେବଳ ପ୍ରେମର ଅଭାବରୁ। ସେ ପ୍ରେମଟା କ'ଣ? ସେ ପ୍ରେମଟା କ'ଣ ଗୋଟେ ଏତେ ବଡ଼ ବିଶାଳ ପଦାର୍ଥ? ପ୍ରେମର ସଂଜ୍ଞା କ'ଣ କି ମାକାର ଅଦ୍ଭୁତ? ଏହା କେଉଁଠୁ ଆସେ, କୁଆଡ଼େ ଯାଏ? ରାଧାକୃଷ୍ଣଙ୍କର ପ୍ରେମ ଲୋକେ କୁହନ୍ତି ଚିରନ୍ତନ ସତ୍ୟ। ତାହେଲେ ରୁକ୍ମିଣୀ, ସେ ପ୍ରେମ କେମିତି? ସେ ପ୍ରେମ କ'ଣ ଥିଲା ବ୍ୟର୍ଥ? ସ୍ୱାମୀ ସ୍ତ୍ରୀଙ୍କ ପ୍ରେମକୁ କ'ଣ କୁହାଯିବ? ମୋ ମତରେ ସ୍ୱାମୀ ସ୍ତ୍ରୀଙ୍କ ପ୍ରେମ ଜଞ୍ଜାଳର ବେଡ଼ିରେ କ୍ଷତାକ୍ତ ବ୍ୟଥିତ। ପ୍ରେମ କ'ଣ ଉନ୍ମୁକ୍ତ? କେଉଁଟା ସତ୍ୟ? ପ୍ରେମରେ ବନ୍ଧନ ନା ମୁକ୍ତ? ତାହେଲେ କାହିଁକି ଦୁଇଟି ନିଷ୍ପାପ ହୃଦୟକୁ ପ୍ରେମ ପିପାସୁ ଶରୀର ବାନ୍ଧି ଦିଆଯାଏ ବିବାହର ବନ୍ଧନରେ? କାହିଁକି ଛଡ଼ାଇ ନିଆଯାଏ ତାଙ୍କ ଶାନ୍ତି ଆଉ ଅସ୍ତିତ୍ୱକୁ? ପଶୁ ପକ୍ଷୀ ପରି ଉଡ଼ିବାକୁ କାହିଁକି ସ୍ୱୀକୃତି ଦିଆଯାଏ ନାହିଁ? ହଁ, ଏ କଥାକୁ ମନୁଷ୍ୟ ସମାଜ ଠିକରେ ହୃଦୟଙ୍ଗମ କରିଛି ଯେ ପ୍ରେମ ହେଉଛି ଗୋଟେ ମରୀଚିକା, ଯାହାର ରାସ୍ତା ଅଙ୍କା ବଙ୍କା। ଯେମିତି ମରୀଚିକା ତୃଷ୍ଣା ମେଣ୍ଟାଇ ପାରେ ନାହିଁ, ପଥିକର ମନରେ କେବଳ ଭ୍ରମ ସୃଷ୍ଟି କରିପାରେ, ଆଉ ଶେଷରେ ପଥିକଟି ପ୍ରେମ ରୂପକ ମରୀଚିକା ପଛରେ ପଡ଼ି ମୃତ୍ୟୁବରଣ କରେ, ସେମିତି ଆଜିର ଯୁବ ସମାଜ ପ୍ରେମ ମରୀଚିକା ପଛରେ ଧାବମାନ। ଦିଗ୍ଭ୍ରଷ୍ଟ ଆମର ବଂଶଧର। ନା ଅଛି ଭବିଷ୍ୟତ, ନା ଅଛି ଭାବଧାରା। କେବଳ କଳା ଅମାବାସ୍ୟା ରାତ୍ରିର ମଲାତାରା, କେବଳ କଳା ଅମାବାସ୍ୟା ରାତ୍ରିର ମଲାତାରା। ଧନ୍ୟବାଦ।